ସ୍ୱାମୀ ସ୍ତ୍ରୀର ମଧୁର ସମ୍ପର୍କ। ଛୋଟ ହୃଦୟସ୍ପର୍ଶୀ ଗଳ୍ପ। ସୁବ୍ରତ ଓ ରାଧାଙ୍କ ଦମ୍ପତି ଜୀବନ ସାଧାରଣ ଥିଲା, କିନ୍ତୁ ସେମାନଙ୍କର ସମ୍ପର୍କରେ ଛୋଟ ଛୋଟ ଭୁଲ ବୁଝାବୁଝି ହେଉଥାଏ। ଗୋଟେ ଦିନ କାମରେ ହାରାନ୍ତ ହୋଇ ସୁବ୍ରତ ଘରକୁ ଆସିଲା। ରାଧା ପାଣି ଆଣିଲେ, କିନ୍ତୁ ସେ ଚୁପଚାପ। ସୁବ୍ରତ ପଚାରିଲା, କାହିଁକି ଏଭଳି ଚୁପ୍? ରାଧା ନମ୍ରକ୍ତ ସ୍ୱରରେ କହିଲେ, ତୁମେ ଆଜି ସକାଳେ ମୋ କଥା ଶୁଣିଲ ନାହିଁ। ମୁଁ ଭାବିଲି ମୋ କଥା ତୁମ ପାଖରେ ମୂଲ୍ୟ ନାହିଁ। ସୁବ୍ରତ ତାଙ୍କ ହାତ ଧରି କହିଲା, ମୁଁ ଭୁଲ କରିଛି ରାଧା। କାମର ଚାପ ମୋ ମୁଣ୍ଡରେ ଥିଲା, କିନ୍ତୁ ତୁମେ ମୋ ଘରର ଶାନ୍ତି। ତୁମ କଥା ମୋ ପାଇଁ ସବୁଠୁ ମୂଲ୍ୟବାନ। ରାଧାର ଆଖି ଆଖି, କିନ୍ତୁ ହୃଦୟ ହାଲୁକା। ସେ କହିଲେ, ମୁଁ ମଧ୍ୟ ତୁମ ଭାବନାକୁ ବୁଝିବା ଉଚିତ ଥିଲା। ସେହିଦିନ ସେମାନେ ଦୁଇଜଣ ବୁଝିଲେ, ପ୍ରେମର ସମ୍ପର୍କ ପ୍ରେମରେ ନୁହେଁ, ଶୁଣିବା, ବୁଝିବା ଓ ଛୋଟ ଛୋଟ ମନୋଭାଞ୍ଜନକୁ ସେହି ହିଁ ଦିନେ ସାରିଦେବାରେ ପରିବାର ସୁଖୀ ହୁଏ। ସତ୍ୟ ମଧୁର ସମ୍ପର୍କ ସେଇଠାରେ, ଯେଉଁଠାରେ ଜିତିବା ଉଦ୍ଦେଶ୍ୟ ନୁହେଁ, ଏକା ପରକୁ ରକ୍ଷା କରିବା ଉଦ୍ଦେଶ୍ୟ ଥାଏ। ଯଦି ଆପଣଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବାକୁ ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।